ଗତକାଲି ବିଜୁ ଜନତା ଦଳର ସାମ୍ବାଦିକ ସମ୍ମିଳନୀ ମୁଁ ଦେଖୁଥିଲି। ମୋତେ ଲାଗିଲା ଯେ ବିଜୁ ଜନତା ଦଳ 14-15 ମାସ ପରେ ମଧ୍ୟ ଲୋକଙ୍କ ଦ୍ୱାରା ସେ ପ୍ରତ୍ୟାଖ୍ୟାତ ହେଇଛି, ସେଟାକୁ ସେ ଗ୍ରହଣ କରିପାରୁନି। ଏବଂ ତାଙ୍କର କଥା ଶୁଣିଲା ପରେ ମୋତେ ଲାଗିଲା ଯେ ବିଶ୍ୱରେ ସବୁଠାରୁ ଗୋଟେ ବଡ଼ ସରୀସୃପ ଥିଲା ଡାଇନୋସର। ଆଜି ସେ ଡାଇନୋସର ବିଶ୍ୱରୁ ବିଲୁପ୍ତ ହେବାର ଗୋଟେ ମୁଖ୍ୟ କାରଣ ହେଲା ଯେ ତା ଦେହରେ ଚେତନାର ଅଭାବ ଥିଲା। କୌଣସି ଆଘାତ ହେଲେ ତା ଦେହରେ ତାକୁ ମୁଣ୍ଡକୁ ପହଞ୍ଚିବା ପାଇଁ 6 ଘଣ୍ଟା ସମୟ ଲାଗୁଥିଲା। ମୋତେ ଲାଗୁଛି ସେହି ସମାନ ଅବସ୍ଥା ଆଜି ବିଜୁ ଜନତା ଦଳର। ଜୁନ୍ ମାସରେ ଇଲେକ୍ସନ ହେଲା, ନିର୍ବାଚନ କମିଶନଙ୍କ ପାଖକୁ ଯିବା ପାଇଁ ତାଙ୍କୁ 6.5 ମାସ ଡିସେମ୍ବର ମାସ 19 ତାରିଖ ଲାଗିଗଲା। ଏବଂ ନିର୍ବାଚନ କମିଶନ କ'ଣ କହିଲେ ସେ କଥାଟା ଓଡ଼ିଶାବାସୀଙ୍କୁ କହିବା ପାଇଁ ପାଖାପାଖି 8.5 ମାସ ସମୟ ଲାଗିଗଲା। ଆଜି ସେ କହୁଛନ୍ତି। ତେଣୁ ପୁଣି ସେଇ ଅପେକ୍ଷା ମଧ୍ୟ ଅଛି, ଆଉ କେତେ ମାସ ସମୟ ନେବେ କୋର୍ଟକୁ ଯିବା ପାଇଁ। ଡାଇନୋସର ଯେମିତି ଏବଂ ଯେଉଁ କାରଣରୁ ସମାପ୍ତ ହେବା ପାଇଁ ଯାଇଥିଲା, ଆଜି ବିଜୁ ଜନତା ଦଳ ସେହି ରାସ୍ତାରେ ଚାଲିଛି। ଦୀର୍ଘ ଦିନ ଧରିକିରି ସେମାନେ ଓଡ଼ିଶାରେ ଶାସନ କ୍ଷମତାରେ ଥିଲେ। ସେ ଶାସନ କ୍ଷମତାରେ ଥିବା ଅବସ୍ଥାରେ ଭୋଟର ଲିଷ୍ଟ ସଂଶୋଧନ ହେଉଥିଲା। ଏବଂ ଯେତେବେଳେ ନିର୍ବାଚନରେ ହେଲା, ସେ ନିର୍ବାଚନ ସମୟରେ ମଧ୍ୟ କାମଚଳା ସରକାର ତାଙ୍କର ଥିଲା। ଦୀର୍ଘ ଦିନ ଧରିକିରି ଯେଉଁ ସରକାରୀ ଏଜେନ୍ସି ସହିତ ସମ୍ପର୍କ ଥିଲା, ସେ ସବୁ କଥା ସେତେବେଳେ ଜାଣିପାରିଲେନି। ଆଉ ସବୁଠାରୁ ଆଶ୍ଚର୍ଯ୍ୟ ଲାଗୁଛି ଯେ ନିର୍ବାଚନ ସରିବାର 14-15 ମାସ ପରେ ଆଜି ସେ 17C ଫର୍ମ ମାଗୁଛନ୍ତି। 17C ଫର୍ମ ଯେତେବେଳେ ଭୋଟିଂ ସମାପ୍ତ ହୁଏ, ଭୋଟ ବାକ୍ସ ସିଲ୍ ହୁଏ, ସିଲ୍ ହେଲା ପରେ ଯେ ଏଜେଣ୍ଟ ଥାଏ ତାକୁ ଦିଆଯାଏ, ସିଏ ଗ୍ରହଣ କରେ। କ'ଣ ବିଜୁ ଜନତା ଦଳର ଓଡ଼ିଶାରେ ଥିବା 37,000ରୁ ଉର୍ଦ୍ଧ୍ୱ ବୁଥରେ ଏଜେଣ୍ଟ ନଥିଲେ କି? ସେତେବେଳେ ସେମାନେ ଆଣିପାରିଲେ ନାହିଁ। ଆଜି 14 ମାସ ପରେ ତାଙ୍କର 17C ଫର୍ମ କଥା ମନେ ପଡ଼ୁଛି। ଦେଶରେ ଗୋଟେ ନ୍ୟାୟିକ ବ୍ୟବସ୍ଥା ଅଛି। ଯଦି ସେ ପ୍ରକାର କୌଣସି ଠୋସ୍ ତାଙ୍କ ପାଖରେ ତଥ୍ୟ ଥିଲା ବା ତଥ୍ୟ ଅଛି, ଆମେ ବି ତାଙ୍କୁ ଆହ୍ୱାନ କରୁଛୁ ସମସ୍ତ ତଥ୍ୟକୁ ନେଇକରି ସେ କୋର୍ଟକୁ ଯାଆନ୍ତୁ। ନ୍ୟାୟାଳୟ ପାଖରେ ଯାହା କହୁଛନ୍ତି ତାକୁ ସେ ରଖନ୍ତୁ ଏବଂ ନ୍ୟାୟାଳୟର ବିଚାରରେ କ'ଣ ହେଉଛି ତାହା ମଧ୍ୟ ଓଡ଼ିଶାବାସୀ ଜାଣିପାରିବେ। ମୋତେ ଲାଗୁଛି ଆଜି ଦିନରେ କଂଗ୍ରେସ ସହିତ କମ୍ପିଟିସନ୍ କରିବା ପାଇଁ ବିଜୁ ଜନତା ଦଳ ଚାହୁଁଛି। ସେ କାରଣରୁ
कांग्रेस जेतेबेले अजथा प्रसंग को लेकर ए विषय को उठेची कौन प्रकार तथ्य इलेक्शन कमिशन चाहिला परे मध्य दौना इलेक्शन कमिशन आह्वान भी कले जहाँ कहबार अच्छे लिखित आकार रे दिंतु एफिडेविट बा शपथ पत्र माध्यम दिंतु कांग्रेस दवापाई राजी नुह से समान रास्तार आज बिजु जनता दल चली उभय भितर कंपिटिशन अच्छी किए भारतीय जनता पार्टी सहित 2 नंबर हम से कथा ओडिशावासी विचार करुचंती ओडिशावासी उभय राजनैतिक दलर एवं देशवासी मध्य उभय राजनैतिक दलर व्यवहार एवं चरित्र को जानी सारी से कारणरू उभय राजनैतिक दल को उचित स्थान रे रखिचंती। आगे देखिबा सोफिया फिरदौस मध्य से समान अभियोग आनले कि जो लोकसभा वोट रो व्यवधान हारजीत रो व्यवधान को देखिले एवं भारतीय जनता पार्टी उभय 20 टी आसन जीतला एथिरो संदेह बढ़ुची वोट टैंपरिंग होइकर अभियोग आनले एवं आगामी दिन रे सारा राज्य रे यार प्रतिवाद करा जे बोली कहिसंती। गोटे समय रे ओडिशा रे मध्य कांग्रेस 20 टी सीट जीतिथिला गोटे समय रे बिजु जनता दल मध्य ओडिशा रे 20 टी सीट जीतिथिला भारतीय जनता पार्टी ओडिशा बासिंकर विश्वास को जय करिक आज 20 टी सीट जीतिछि ओडिशार भोटर सचेतन भोटर ए प्रकार 1.5 वर्ष पर ए प्रकार कहिकरी ओडिशार भोटरंक प्रति जो प्रकार अपमान करुचंती से अपमान से क्षांत रहिबार आवश्यकता थिला कारण भारत वर्ष रे ओडिशा रे भी गोटे न्यायिक व्यवस्था अछि कोर्ट को जवार व्यवस्था अछि काहेकि गले नाही बा एबे भी काहेकि जाऊ नाहंती आमे तो आह्वान करचु जानतु किंतु ओडिशा वासी को ओडिशा ओडिया भोटर को कम से कम अपमानित न करंतु।